ତାହେଲେ ଆମେ ଏବେ ଆମେ କ'ଣ ଯେଉଁ ସ୍ୱାମୀ ବିବେକାନନ୍ଦଙ୍କର 3 ମାର୍କ କ୍ୱେଶ୍ଚିନ୍ ଡିସ୍କସ୍ କରିବା, ଯାହାକି ଆମର ଏକ୍ଜାମ୍ରେ ଆସିବାର ବହୁତ ଚାନ୍ସ ବି ରହିଛି ହେଲା। ସିଲେକ୍ସନ୍ କ୍ୱେଶ୍ଚିନ୍ ଗୁଡ଼ାକ ହେଲା ଆମର ଏକ୍ଜାମ୍ରେ ଆସିବାର ପ୍ରାୟ ସମ୍ଭାବନା ରହିଛି ହେଲା। ତାହେଲେ ଡିସ୍କସ୍ କରିବା ନା। କ୍ୱେଶ୍ଚିନ୍ ନମ୍ବର 1, ଡିସ୍କସ୍ ବିବେକାନନ୍ଦ ଆଇଡ଼ିଆ ସୋସାଇଟି। କ'ଣ ଆଇଡ଼ିଆ ସୋସାଇଟି, ହଁ ନା କ'ଣ ବିବେକାନନ୍ଦଙ୍କ ଆଦର୍ଶ ସମାଜ ବିଷୟରେ ଆଲୋଚନା କର। ତାହେଲେ ଯେଉଁ ବିବେକାନନ୍ଦଙ୍କର ଥିଲା ଆଇଡ଼ିଆଲ ସୋସାଇଟି ବା କ'ଣ ନା ଆଦର୍ଶ ସମାଜ। ଆଦର୍ଶ ସମାଜ ବିଷୟରେ ଏଇ ଯେଉଁ ଆଦର୍ଶ ସମାଜ ରହିଲା ବା ସ୍ୱାମୀ ବିବେକାନନ୍ଦ ତାଙ୍କ ବିଷୟରେ ଆଲୋଚନା କରେ। ଏଇ ଆଇଡ଼ିଆଲ ସୋସାଇଟି ବି ହେଉଛି ଆମର 3 ମାର୍କ କ୍ୱେଶ୍ଚିନ୍, ଯାହାକି ଆମର ଏକ୍ଜାମ୍ରେ ବହୁତ ଥର ଆସେ ହେଲା। ବ୍ରହ୍ମପୁରରେ ହଉ ସେ ଉତ୍କଳ ୟୁନିଭର୍ସିଟି ହଉ ହେଲା, ଏଇ କ୍ୱେଶ୍ଚିନ୍ଟା 100% ଆସୁଛି ହେଲା। ଯାହାକୁ ଆମେ ପଢ଼ିକି ମନେ ରଖିଥିବା ବା ହେଲା ବହୁତ ଏଇ କ୍ୱେଶ୍ଚିନ୍ଟା ବହୁତ ଆସିଥାଏ, ପ୍ରାୟତଃ ଆସିଛି ହେଲା। ଦେଖ ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଦେଖ ନା, ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ସମାଜ କ'ଣ ନା ସମାନତା, ନ୍ୟାୟ ଏବଂ ମାନବିକତା ଉପରେ ଆଧାରିତ ଥିଲା। ତାହେଲେ ଦେଖ, ତାହେଲେ ଆମର ଯେଉଁ ସ୍ୱାମୀ ବିବେକାନନ୍ଦଙ୍କର ଯେଉଁ ସାମାଜିକ ଯେଉଁ ଆଦର୍ଶ ସମାଜଟା, ଏ ଯେଉଁ କ'ଣ ନା ଏ ଯେଉଁ ଆଦର୍ଶ ସମାଜ, ଏଇ ଆଦର୍ଶ ସମାଜ କ'ଣ କରୁଛି? ଏ ଆଦର୍ଶ ସମାଜ କ'ଣ କରୁଛି ନା ଯେଉଁ ସମାନତା, କ'ଣ ସମାନତା, ନ୍ୟାୟ ଏବଂ ମାନବିକତା ଉପରେ ଆଧାରିତ ହେଉଛି। ତାହେଲେ ଯେଉଁ ଆମର ସ୍ୱାମୀ ବିବେକାନନ୍ଦଙ୍କର ଯେଉଁ ଆଦର୍ଶ ସମାଜ କ'ଣ କରେ ନା ସମାନତା ଓ ନ୍ୟାୟ ଏବଂ ମାନବିକତା ଉପରେ ଆଧାରିତ ଥିଲା। ତାହେଲେ ସାମାଜିକ ଯେଉଁ ଆଦର୍ଶ ସମାଜ କ'ଣ କରୁଥିଲା ନା ସମାନତା, ନ୍ୟାୟ ଏବଂ ମାନବିକତା ଉପରେ ଆଧାରିତ ହେଉଥିଲା। କିଏ ନା ଏଇ ସାମାଜିକ ଆଦର୍ଶ ସମାଜ। ଓକେ, ସେ ସମାଜ ମାନେ କ'ଣ ଯେଉଁ ଆଦର୍ଶ ସମାଜ ସମସ୍ତଙ୍କୁ ସମାନ ଅଧିକାର, ଶିକ୍ଷା ଆଉ ସୁଯୋଗ ଦେବାରେ ବିଶ୍ୱାସ କରୁଥିଲେ। ତାହେଲେ ସେଇ ସମାଜଟା କ'ଣ କରୁଥିଲା? ସମସ୍ତଙ୍କୁ ବା ସମସ୍ତ ଲୋକମାନଙ୍କୁ ସମାନ ଅଧିକାର ଦେବ, ଶିକ୍ଷା ଦେବ ଆଉ ସୁଯୋଗ ଦେବାକୁ ବିଶ୍ୱାସ କରୁଥିଲା ହେଲା। ଆଦର୍ଶ ସମାଜ କରୁଥିଲା ହେଲା। ଏବଂ ବିବେକାନନ୍ଦ କ'ଣ କହିଲେ ନା ବିବେକାନନ୍ଦ ଯୁବକମାନେ କ୍ଷମତାଶୀଳ ଓ ସ୍ୱାଧୀନ ଓ ଧର୍ମୀୟ ଭାବେ ସମାଜକୁ ସେବା କରିବାରେ ପ୍ରେରିତ କରିଥିଲେ। ତାହେଲେ ଯେଉଁ ଆମର ବିବେକାନନ୍ଦ ଥିଲେ ସେ କ'ଣ କରୁଥିଲେ ନା ଯୁବକମାନଙ୍କୁ କ'ଣ କରିବେ, ସେ କ'ଣ କରିବା ପାଇଁ ନା କ୍ଷମତାଶୀଳ କରିବା ପାଇଁ ଆଉ ସ୍ୱାଧୀନତା କରିବା ପାଇଁ ଆଉ ଧର୍ମୀୟ ଭାବରେ ସମାଜ କିଭଳି ଭାବରେ କ'ଣ କରିବା ସେବା କରିବେ, ସମାଜ ଏସବୁ କ'ଣ କ୍ଷମତାଶୀଳ ଭାବରେ ଆଉ ସ୍ୱାଧୀନତା ଭାବରେ ଆଉ ଧର୍ମୀୟ ଭାବରେ କ'ଣ ସମାଜକୁ ସେମାନେ ଯୁବକମାନେ କିଭଳି ଭାବରେ ସେବା କରିବେ, ସେଥିପାଇଁ ସେମାନେ ତାକୁ ପ୍ରେରଣା ଦେଇଥିଲେ। କିଏ? ସ୍ୱାମୀ ବିବେକାନନ୍ଦ ପ୍ରେରିତ ଦେଇଥିଲେ ହେଲା। ଏବଂ ସେ ନିଜ ଆଦର୍ଶ ସମାଜର ମୂଲ୍ୟବୋଧ, ସମ୍ବୋଧନ, ସମାଜ ଏବଂ ଆତ୍ମନିର୍ଭରଶୀଳତା ଗୁରୁତ୍ୱକୁ ଚିହ୍ନଟ କରିଥିଲେ। ଓକେ, କ୍ଲିୟର? এই କ୍ୱେଶ୍ଚିନ୍ଟା ଆମର 100% ଆସିବାର ବହୁତ ଚାନ୍ସ ରହିଛି ହେଲା। ତାପରେ କ୍ୱେଶ୍ଚିନ୍ ନମ୍ବର 2, ନା ଡିସ୍କସ୍ ବିବେକାନନ୍ଦ ହ୍ୟୁମାନିଜିମ୍ ବା ମାନବବାଦ କ'ଣ? ତ ବିବେକାନନ୍ଦଙ୍କ ମାନବବାଦ ଏଇ ବି ଆମର 100% ଇମ୍ପୋର୍ଟାଣ୍ଟ। ଉତ୍କଳ ବ୍ରହ୍ମପୁର। ଓକେ, ତାହେଲେ ଡିସ୍କସ୍ କରିବା ନା ମାନବବାଦ କ'ଣ? ଆମର ଏଇ ଯେଉଁ ରହିଲେ ସ୍ୱାମୀ ବିବେକାନନ୍ଦଙ୍କ ମତରେ, ଦେଖ ସ୍ୱାମୀ ବିବେକାନନ୍ଦଙ୍କ ମତରେ କ'ଣ ମାନବବାଦ ହେଉଛି ସମସ୍ତ ମାନବ ଜାତିକୁ ସମ୍ମାନ କରିବା ଏବଂ ସେମାନଙ୍କର ଉତ୍ଥାନ ଓ ଶକ୍ତିକୁ ସମ୍ବଳିତ କରିବା ହେଉଛି ମାନବବାଦ। ତାହେଲେ ମାନବବାଦ କ'ଣ ନା ମାନବବାଦ ହେଉଛି ସମସ୍ତ ମାନବ ଜାତିକୁ ସମ୍ମାନ କରିବା ଏବଂ ସେମାନଙ୍କର ଉତ୍ଥାନ ଓ ଶକ୍ତିକୁ ସମ୍ବଳିତ କରିବା ହେଉଛି ମାନବବାଦ। ଏବଂ ସେ ବିଶ୍ୱାସ କରୁଥିଲେ ଯେ କ'ଣ ମାନବ ଜାତି ଧର୍ମ ବା ଜାତି ଧର୍ମ ସମସ୍ତ ମାନବ ମାନେ କ'ଣ କରିବା ନା ଜାତି ଧର୍ମ ବା ଏଇଟା ଡବଲ ମେନ୍ସନ୍ ଅଛି ହେଲା। କ'ଣ ନା ଯେ ସମସ୍ତ ମାନବ ଜାତି ଧର୍ମ ଲିଙ୍ଗ ଦ୍ୱାରା ବିଭାଜିତ ନୁହେଁ ବୋଲି ସେ କହିଥିଲେ। କିଏ ନା ସେ ଏଇ ଯେଉଁ ଆମର ସେ ଏହାକୁ ବିଶ୍ୱାସ କରୁଥିଲେ ଯେ ନା ସ୍ୱାମୀ ବିବେକାନନ୍ଦ ବିଶ୍ୱାସ କରୁଥିଲେ ଯେ ମାନବ ଜାତି ଧର୍ମ କିମ୍ବା ଲିଙ୍ଗ ଦ୍ୱାରା ବିଭାଜିତ ନୁହେଁ। ସ୍ୱାମୀ ବିବେକାନନ୍ଦ ମାନବବାଦର ଆଧାରରେ ଶିକ୍ଷା, ତାହେଲେ ଯେଉଁ ସ୍ୱାମୀ ବିବେକାନନ୍ଦ ତାଙ୍କର ଯେଉଁ ମାନବବାଦ ଥିଲା ସେ ଆଧାରରେ କ'ଣ ଥିଲା ନା ଶିକ୍ଷା ଏବଂ ସେବା ଗୁରୁତ୍ୱ ଦେଇଥିଲେ। କ'ଣ ଶିକ୍ଷା ଓ ସେବା ଗୁରୁତ୍ୱ ଦେଇଥିଲେ ତାଙ୍କର ଏଇ ମାନବବାଦର ଆଧାରରେ ହେଲା। ଆଉ ସେ ମନେ କହୁଥିଲେ ଯେ ସମାଜର ସଂସ୍କୃତି ଓ ଉନ୍ନତି
କ'ଣ ତାଙ୍କର ସାଧାରଣ ଲୋକଙ୍କ ସେବାରେ ହେବା ଉଚିତ। ଆଉ ସେ ସମସ୍ତଙ୍କୁ ନିଜର ଶକ୍ତି ଓ କ୍ଷମତାକୁ ଉଦ୍ବୋଧନ କରି ଆତ୍ମନିର୍ଭରତା କ'ଣ ଅଧିଗତ କରିବାକୁ ପ୍ରେରିତ କରିଥିଲେ। କିଏ ନା ଆମେ ସ୍ୱାମୀ ବିବେକାନନ୍ଦ। ଓକେ କ୍ଲିୟର। ତାର କ୍ୱେଶ୍ଚିନ୍ ନମ୍ବର 3 ବି ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ହେଲା, ଯାହାକି ଆମର ଏକ୍ଜାମ୍ରେ ଆସେ ହେଲା। ଦେଖ ଡିସ୍କସ୍ କରିବା। ଜାତୀୟବାଦ ହେଉଛି ଏକ ଧାରଣା। କ'ଣ ଜାତୀୟବାଦ ଗୋଟେ ହେଉଛି ଧାରଣା, ଏକ ପ୍ରମୁଖ ଧାରଣା। ଜାତୀୟବାଦ ଗୋଟେ ହେଉଛି ପ୍ରମୁଖ ଧାରଣା ଯାହା ଏହି ବିଶ୍ୱାସ କରେ ଯେ, ତାହେଲେ ଜାତୀୟବାଦୀତା କ'ଣ ବିଶ୍ୱାସ କରୁଛି ନା ବିଶେଷରେ ନିର୍ଭର କରେ ଯେ କ'ଣ ନା ଯେଉଁଠାରେ କି ଏକ ଜାତିର ଲୋକମାନେ ସମାନ ସଂସ୍କୃତି, ଯେଉଁଠାରେ କି ଗୋଟେ ଜାତିର ଲୋକମାନେ କ'ଣ କରିଥାନ୍ତି ନା ସମାନ ସଂସ୍କୃତି, ଇତିହାସ ଓ ଭାଷାରେ ଏକତା ରଖି କ'ଣ ସମାନ ଏ ଯେଉଁ ଗୋଟିଏ ସମାଜରେ କ'ଣ କରିବେ ନା ଜାତିର ଲୋକମାନେ ଗୋଟିଏ ଜାତିର ଲୋକମାନେ ସମାନ ସଂସ୍କୃତି, ଇତିହାସ, ଭାଷାରେ ଏକତା ରଖି କ'ଣ କରିବେ, ତାଙ୍କର ଦେଶ ପ୍ରତି କ'ଣ କରିବେ ଗର୍ବ ଓ ଆଦର ଅନୁଭବ କରନ୍ତି। କୋଉ ମାଧ୍ୟମରେ? ଜାତୀୟତାବାଦ। ଏହା ସେମାନଙ୍କ ତାଙ୍କର ଦେଶର ସ୍ୱାଧୀନତା, ସମ୍ମାନ ଆଉ ସୁରକ୍ଷା କରିବାରେ ଆଗ୍ରହୀ ହୁଏ ହେଲା। ଆଉ ଜାତୀୟତାବାଦ ଏକତା ଏବଂ ଦେଶ ପ୍ରେମକୁ ବଢ଼ାଇଥାଏ, କିନ୍ତୁ କେତେବେଳେ ଅନ୍ୟ ଜାତିକୁ ଏହା କ'ଣ ଅନାଦର କରି ବିବାଦ ତିଆରି କରିପାରେ। ଓକେ, ଇଏ ଗୋଟେ ଆମର କ୍ୱେଶ୍ଚିନ୍, ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, ଯାହାକି ଆମର ଏକ୍ଜାମ୍ରେ ବହୁତ ଆସେ। କ'ଣ ନା ଚିକାଗୋ ସମ୍ବୋଧନ ବା ଚିକାଗୋ ଆଡ୍ରେସ୍ ବା ଚିକାଗୋ ସ୍ପିଚ୍ କହିବା କଥା। ଏଇଟା କ'ଣ ନା ଆମର ଉତ୍କଳ ୟୁନିଭର୍ସିଟିରେ ଆସେ କ'ଣ ଚିକାଗୋ ଆଡ୍ରେସ୍, କିନ୍ତୁ ଆମର ବ୍ରହ୍ମପୁରରେ ଆସୁଛି ଯେ କ'ଣ ନା ଚିକାଗୋ ସ୍ପିଚ୍। କ'ଣ ନା ସ୍ପିଚ୍, କ'ଣ ଚିକାଗୋ ସ୍ପିଚ୍ ବ୍ରହ୍ମପୁର ୟୁନିଭର୍ସିଟି ଆସେ, ପ୍ରାୟ ଆସୁଛି ଏଇ କ୍ୱେଶ୍ଚିନ୍ଟା ହେଲା। ତାହେଲେ ଡିସ୍କସ୍ କରିବା। ଦେଖ ଚିକାଗୋ ସମ୍ବୋଧନ କ'ଣ? ଚିକାଗୋ ସମ୍ବୋଧନ, ଯେଉଁ ଚିକାଗୋ ସମ୍ବୋଧନ ବା ଚିକାଗୋ ଭାଷଣ କ'ଣ ନା ସ୍ୱାମୀ ବିବେକାନନ୍ଦ ଏକ ପ୍ରସିଦ୍ଧ ଭାଷଣ। ତାହେଲେ ଚିକାଗୋ ସମ୍ବୋଧନ ଗୋଟିଏ ବା ଭାଷଣ ହେଉଛି ଗୋଟିଏ ନା ବିବେକାନନ୍ଦଙ୍କର ଗୋଟିଏ ପ୍ରସିଦ୍ଧ ଭାଷଣ, ଯେଉଁଥିରେ କି 1893 ମସିହା ଚିକାଗୋରେ ହୋଇଥିବା ବିଶ୍ୱ ଧର୍ମ ସମ୍ମିଳନୀରେ କ'ଣ ଚିକାଗୋ, କାହିଁକି ନା 1893 ମସିହାରେ ଚିକାଗୋରେ ହେଇଥିଲା ନା ସେ ସମ୍ମିଳନୀ। ସେ ସମ୍ମିଳନୀରେ ସେ ଅଂଶଗ୍ରହଣ କରିଥିଲେ କି ଆମର ସ୍ୱାମୀ ବିବେକାନନ୍ଦ, ଏବଂ ସେ ଏହି ସମ୍ବୋଧନରେ କ'ଣ କହିଥିଲେ ନା ସାର୍ବଭୌମ ଧର୍ମନିଷ୍ଠା, ଭାଇଚାରା ମାନେ କ'ଣ ସହଯୋଗ ଏବଂ ସମାନ ଅଭିବ୍ୟକ୍ତି କରିଥିଲେ। ସେ କହିଥିଲେ ଯେ ତୁମେ ଧର୍ମକୁ ଯେଉଁପରି ବ୍ୟବହାର କର, ତୁମେ ଯେଉଁ ଧର୍ମକୁ ଆମେ ଯେଉଁଭଳି ଭାବେ ବ୍ୟବହାର କରିବା, ଆମେ ତାହାର ଆଦର କରିବା। ଆମେ ଗୋଟେ ଧର୍ମକୁ ଯେଉଁଭଳି ଭାବରେ କ'ଣ କରିବା ବ୍ୟବହାର କରିବା, ତାକୁ ମଧ୍ୟ ଯେକୌଣସି ବ୍ୟବହାର ମାଧ୍ୟମ କ'ଣ ଯେଉଁପରି ବ୍ୟବହାର କରିବା ବା କର, ଆମେ ତାକୁ ଆଦର କରିବା ବୋଲି ସେ କହିଛନ୍ତି। ଓକେ, ତାପରେ ଏହି ଭାଷଣରେ ସେ ସାରା ବିଶ୍ୱକୁ ଏକତାରେ ଯୋଡ଼ିବାରେ ସମ୍ମାନ ପ୍ରଦାନ କରିବାରେ ଏବଂ ଧର୍ମଗତ ଭେଦଭାବକୁ ଅବଲମ୍ବନ କରିବାରେ ପ୍ରେରିତ ଦେଇଥିଲେ। ତାହେଲେ ଆମର ଏହି ଭାଷଣ ମାଧ୍ୟମରେ କ'ଣ ସାରା ବିଶ୍ୱକୁ ଗୋଟେ ଏକତାରେ ଯୋଡ଼ିବା ପାଇଁ ସେ ସମ୍ମାନ ପ୍ରଦାନ କରିଥିଲେ ଏବଂ ଧର୍ମଗତ ଭେଦଭାବକୁ କ'ଣ ଅବଲମ୍ବନ କରିବା ବା ବିରୋଧ କରିବାରେ ସେ ପ୍ରେରିତ କରିଥିଲେ। କାହା ମାଧ୍ୟମରେ? ଏଇ କ'ଣ ଚିକାଗୋ ସ୍ପିଚ୍ ମାଧ୍ୟମରେ ହେଲା। ତାହେଲେ ଏଇ ଚିକାଗୋ ସ୍ପିଚ୍ର ସରଳ ଭାଷାରେ ମାନେ ମୁଁ ଦୁଇଟି ଆନ୍ସର କରୁଛି ନା, ଇଏ ହେଉଛି ନମ୍ବର 2 ଆନ୍ସର ସେଇଟାର ବା ଚିକାଗୋ ସ୍ପିଚ୍ର। ଆପଣଙ୍କର ଯେଉଁ ଆନ୍ସରଟା ତୁମ ମାଇଣ୍ଡରେ ଭଲ ଲାଗୁଛି, ମାନେ ନିଜକୁ ପଢ଼ିବା ବି ବହୁତ ଭଲ ଲାଗୁଛି, ତ ସେଇ ଆନ୍ସରଟାକୁ ତୁମେ ପଢ଼ ଆଉ ମନରେ ରଖିପାର। ସେଇ କ୍ୱେଶ୍ଚିନ୍ଟାକୁ ସେଇ କ୍ୱେଶ୍ଚିନ୍ର ଆନ୍ସରକୁ ଆମେ ଦୁଇଟି ମୁଁ ଆନ୍ସର ମେନସନ୍ କରିଛି। ପ୍ରଥମ ହେଉଛି ଏଇଟା, ତାପରେ ସେକେଣ୍ଡ ହେଉଛି ହେଲା। ତ ଡିସ୍କସ୍ କରିବା ନା ଚିକାଗୋ ତାର ସରଳ ଭାଷାରେ ନା ଚିକାଗୋ ସମ୍ବୋଧନ ସ୍ୱାମୀ ବିବେକାନନ୍ଦଙ୍କ ଏକ ପ୍ରସିଦ୍ଧ ଭାଷଣ ଥିଲା। ତାହେଲେ ଚିକାଗୋ ସମ୍ବୋଧନ ବା ଚିକାଗୋ ଭାଷଣ ହେଉଛି କ'ଣ ସ୍ୱାମୀ ବିବେକାନନ୍ଦର ଗୋଟିଏ ପ୍ରସିଦ୍ଧ ଭାଷଣ, ଯାହା 1893 ମସିହା ଚିକାଗୋ ସହରରେ ହୋଇଥିଲା ବା ଚିକାଗୋ ସହରର ଗୋଟିଏ ବିଶ୍ୱ ଧର୍ମ ସମ୍ମିଳନୀରେ
ହୋଇଥିଲା ସେଇଟାରେ ସେ ଯୋଗ ଦେଇଥିଲେ କିଏ ସ୍ୱାମୀ ବିବେକାନନ୍ଦ ସେଇଥିରେ କ'ଣ ଗୋଟେ ଭାଷଣରେ ସେହି ଭାଷଣରେ ସାରା ବିଶ୍ୱ କ'ଣ କହୁଥିଲେ ଏକତାରେ ଯୋଡ଼ିବା ଆଉ ସମାନତା ପ୍ରଦାନ କରିବା ଏବଂ ସମସ୍ତଙ୍କୁ ଧର୍ମକୁ ସମ୍ମାନ ଦେବାର କଥା କହିଥିଲେ କିଏ ନା ଆମର ସ୍ୱାମୀ ବିବେକାନନ୍ଦ ଓକେ। ଆଉ ସେ କହିଥିଲେ ଯେ କ'ଣ ଅନ୍ୟ ଧର୍ମ ଯାହା ଅନୁସରଣ କରେ ତାହା ସମ୍ମାନ କର ବୋଲି ସେ କହିଥିଲେ ଓକେ କ୍ଲିୟର। ଲାଷ୍ଟ क्वेश्चन देखिए देख सॉरी लास्ट नहीं देख क्वेश्चन नंबर 5 महिला मानक ऊपर विवेकानंद कौन कहते है चलो डिस्कस करिया। देख स्वामी विवेकानंद महिला मानक प्रति अति सम्मान और श्रद्धा रखुते ताले जो हम स्वामी विवेकानंद कहते जो महिला मान रहे से महिला मानक प्रति सम्मान एवं श्रद्धा रखुते किए ना स्वामी विवेकानंद से मन करते जे कौन सी कहते जे से भावुले जे महिला एक देशर आधार महिला हूँ गोटे कौन गोटे देशर आधार बोली से कहते ओ सामाजिक विकास गोटे की हस्ती बा महिला माने होचंती गोटे देशर चाबिकाठी बोली ये मेंशन कहते कि आमर स्वामी विवेकानंद ओके क्लियर। एवं से कहते जे जदि महिला माने शिक्षित और सामाजिक भाव सुस्थ हेबे जदि महिला माने नारी माने जदि गोटे शिक्षित हेबे से माने जदि शिक्षा ग्रहण कर सारे बा शिक्षित हो गले एवं सामाजिक से कौन गोटे सुस्थ सम्मान मिल तेबे से समाज गोटे शक्तिशाली और सुस्थ करियो बोली से प्रकाश करते कि स्वामी विवेकानंद कहते गढ़ी तोड़े बोली कहते ओके। एवं स्वामी विवेकानंद कहते आहुरी महिला माने अभिनंदन योग्य और सम्मानित महिला माने कौन गोटे अभिनंदन योग्य और सम्मानित एवं से जो समय सम्मान अर्जन करते तेबे से ताहा समाज पाए शुभ हुए बोली मत प्रकाश करथिले ओके क्लियर। देखो तार सरल भाषा किंतु अच्छी तार गोटे बुझा सरल भाषा से आंसर लिखले भी चलो एंड ए आंसर भी लिखले चलो ओके। देखो स्वामी विवेकानंद महिला माने महिला माने प्रति अति सम्मान और गर्व रखुते आम स्वामी विवेकानंद कौन थे ना जो महिला मान प्रति अति भक्ति श्रद्धा आ प्रेम रखुते है आ से कहते जे जदि महिला माने शिक्षित हेबे तेबे से माने समाज को सुधार कर पारिबे बा यदि महिला माने कोन हो पारिबे ना शिक्षित हो गेल ताले समाज गोटे सुंदर समाज भाव गढ़ी तोली पारिबे बोली बा समाज गोटे परिवर्तन कर पारिबे बोली से मत व्यक्त करथिले कि स्वामी विवेकानंद। एवं से कहते महिला समाज देवाक अत्यंत आवश्यक बोली विशेष कहते से महिला मानक बा गोटे सम्मान देवाक अत्यंत आवश्यक बोली विशेष करते किए ना स्वामी विवेकानंद ना सम्मान देवाक अत्यंत आवश्यक बोली विशेष करते क्या ना महिला मानक किए ना आमर स्वामी विवेकानंद। एवं स्वामी विवेकानंद मत महिला माने समाज उन्नति अत्यधिक भूमिका निभाई जो महिला मैंने कौन होते आम समाज में अत्यधिक भाव से भूमिका निभाई उन्नति करने उन्नति विकास कर अत्यधिक भूमिका निभाई ओके क्लियर। देखो 6 नंबर क्वेश्चन ना स्टेट देयर इंपोर्टेंट प्रिंसिपल रिगार्डिंग विवेकानंद न्यू वेदांत फिलोसफी ओके ये भी गोटे मोस्ट इम्पोर्टेंट क्वेश्चन है उत्कल यूनिवर्सिटी ब्रह्मपुर यूनिवर्सिटी है यहाँ देख विवेकानंद नव वेदांत सिद्धांत संबंधित 3टी गुरुत्वपूर्ण सिद्धांत कौन रही देख ताले 3टी गुरुत्वपूर्ण सिद्धांत देख स्वामी विवेकानंद वेदांत सिद्धांत 3टी गुरुत्वपूर्ण सिद्धांत हो देख पॉइंट नंबर 1 एक नंबर देखना कौन सॉरी कौन एटा ताले एक नंबर आइला कौन अद्वैत वेदांत कौन ना अद्वैत वेदांत होची कौन गोटे प्रथम पॉइंट कौन अद्वैत वेदांत बा से कहिथिले जे किए ना स्वामी विवेकानंद कहिथिले जे एक अटूट हेबा सहित सत्य एक अटूट हेबा सहित कौन ना सत्य गोटे अटूट हेबा सहित प्रकृति आत्मा एक अंश अटे कौन जदि सत्य है गोटे अटूट है ताहले प्रकृति और आत्मा गोटे हम अंश हम आ समस्त जीव और ब्रह्मांड एकतार थाए ओके। नंबर पॉइंट 2 है ना अंतर्ज्ञान कौन ना आपन जिते बेले आपण मन और बुद्धि को संपूर्ण शांत करेंगे तेरे आपण एक उच्च ज्ञान और सत्य को अनुभव करें ओके। 3 नंबर
ଦେବାନ୍ତର ନା ଦୟା ଓ ସେବା। ସ୍ୱାମୀ ବିବେକାନନ୍ଦ କହିଥିଲେ ଯେ ସମସ୍ତ ମାନବତା ପ୍ରତି ଦୟା ଏବଂ ସେବା କରିବା ଉଚିତ, କାରଣ ଏହା ଆମକୁ ସତ୍ୟ ଓ ପରମାତ୍ମା ସହିତ ଯୋଡ଼େ। ଓକେ, ତାପରେ ଲାଷ୍ଟ କ୍ୱେଶ୍ଚିନ୍ ଦେଖିବା ଆମର ରାମକୃଷ୍ଣ ମଠ ପ୍ରତିଷ୍ଠା କ୍ଷେତ୍ରରେ ବିବେକାନନ୍ଦଙ୍କ ଅବଦାନ କ'ଣ ଦର୍ଶାଅ? ଓକେ, ଦେଖ ଆଲୋଚନା କରିବା। ଦେଖ 1886 ମସିହା ଅଗଷ୍ଟ ମାସ 16 ତାରିଖ ଦିନ ରାମକୃଷ୍ଣ ପରମହଂସ ମୃତ୍ୟୁ ହୋଇଥିଲା। ଦେଖ 1886 ମସିହା ଅଗଷ୍ଟ ମାସ 16 ତାରିଖରେ ଆମର ରାମକୃଷ୍ଣ ମୃତ୍ୟୁ ହୋଇଥିଲା। ମୃତ୍ୟୁ ହେଲା ପରେ ସ୍ୱାମୀ ବିବେକାନନ୍ଦ କ'ଣ କରୁଥିଲେ ନା ବରାହ ନଗରୀ ଠାରେ ଯେଉଁ ବରାହ ନଗରୀ ଠାରେ ରାମକୃଷ୍ଣଙ୍କ ପ୍ରତିଷ୍ଠା କରିଥିଲେ, ରାମକୃଷ୍ଣ ସଂଘ ପ୍ରତିଷ୍ଠା କରିଥିଲେ। କୋଉଟାରେ ନା ବରାହ ନଗରୀ ଠାରେ ଆମର ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ସଂଘ ପ୍ରତିଷ୍ଠା କରିଥିଲେ। ଆମର ରାମକୃଷ୍ଣ ପରମହଂସ ମୃତ୍ୟୁବରଣ କରିଥିଲେ ନା କେତେ 1886 ମସିହା ଅଗଷ୍ଟ 16 ତାରିଖ ଦିନ ରାମକୃଷ୍ଣ ପରମହଂସ ମୃତ୍ୟୁ କ'ଣ ଆମର ସ୍ୱାମୀ ବିବେକାନନ୍ଦ ବରାହ ନଗର ଠାରେ ରାମକୃଷ୍ଣ ସଂଘ ପ୍ରତିଷ୍ଠା କରିଥିଲେ। କିଏ ନା ଆମର ସ୍ୱାମୀ ବିବେକାନନ୍ଦ। ଆଉ ପରବର୍ତ୍ତୀ ଅବସ୍ଥାରେ ଏହି ସଂଘକୁ ରାମକୃଷ୍ଣ ମଠ ନାମରେ ନାମିତ କରାଯାଇଥିଲା। ତାହେଲେ ପରବର୍ତ୍ତୀ ଅବସ୍ଥାରେ ଏଇ ସଂଘକୁ ରାମକୃଷ୍ଣ ସଂଘ କ'ଣ ତାଙ୍କର ନାମ ପରିବର୍ତ୍ତନ କରାଗଲା। କ'ଣ କରାଗଲା? ନାମ କ'ଣ ହେଲା ନା ରାମକୃଷ୍ଣ ମଠ ବୋଲି ନାମିତ କରାଯାଇଥିଲା। ଏହି ମଠର ପ୍ରତିଷ୍ଠା ତାହେଲେ ଏହି ମଠର ପ୍ରତିଷ୍ଠା କ'ଣ କରିଥିଲା ନା ପରବର୍ତ୍ତୀ ସମୟରେ କ'ଣ ବ୍ରହ୍ମଚର୍ଯ୍ୟ ଓ ତ୍ୟାଗ ମନୋଭାବ ତୀବ୍ର ହୋଇ ତାଙ୍କରି ସାଧନା ଓ ସମାଜ ସେବା କାର୍ଯ୍ୟ ଆରମ୍ଭ କରିଥିଲା। ଓକେ, କ୍ଲିୟର? ଏତିକି ଭିଡ଼ିଓ ରଖୁଛି। ଏଇ ଆମର ଯଦି ଏତିକି କ୍ୱେଶ୍ଚିନ୍ ଆର ଆନ୍ସର ଦେଖିଥିବା ନା ତ ଆମର ଏକ୍ଜାମ୍ ଯେଉଁ କ୍ୱେଶ୍ଚିନ୍ ବି ଆସିନ କାହିଁକି ଆମେ ପ୍ରାୟ ଭଲ ଭାବରେ ଲେଖିପାରିବା। କାହିଁକି ନା ଏଇ କ୍ୱେଶ୍ଚିନ୍ ହିଁ ଆନ୍ସର ହିଁ ଆସିବ, କିନ୍ତୁ ଟିକେ କ୍ୱେଶ୍ଚିନ୍ ଚେଞ୍ଜ କରିଦେବ ହେଲା, କିନ୍ତୁ ଆନ୍ସର ଗୋଟିଏ। ଓକେ।